ଶ୍ରୋତାବନ୍ଧୁ ଉତ୍କଳୀୟ ପରମ୍ପରାରେ 12 ମାସରେ 13 ପର୍ବ, ତନ୍ମଧ୍ୟରୁ ଓଡ଼ିଶାର ଗଣପର୍ବ ରଜ ପର୍ବ। ଏହା ସମ୍ପର୍କରେ ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ଏକ ଆଲୋଚନା, ଯାହାର ଆଲୋଚକ ହେଉଛନ୍ତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ। ଆଲୋଚନାର ଶୀର୍ଷକ ଓଡ଼ିଶାର ରଜ ପର୍ବ। ଦୋଳ ହୁଏ ରଟ ରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟ ଝଟ। ଅଲିଅଳି ଭଉଣୀ ଦୋଳିରେ ବସିଛି, ଦୋଳିକୁ ପହଞ୍ଚାଇ ନେଉଛି ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ। ମନରେ କେତେ ଆନନ୍ଦ ଉତ୍ଫୁଲ୍ଲ ଭାବ, ସାତ ଭାଇରେ ସୁନାନାକି ଭଉଣୀ। ଇଚ୍ଛା କଲେ ସରଗର ଚାନ୍ଦ ଆସି ହାତେ ହାତେ ଧରା ଦିଏ। ଭାଇମାନେ ଯାଇଛନ୍ତି ବଣିଜ କରି, ବିଦେଶରୁ ବୋଇତ ଭର୍ତ୍ତି କରି ନେଇ ଆସିବେ ହୀରା ନୀଳା ମୋତି ମାଣିକ ଅସରନ୍ତି ଧନ ସମ୍ପଦ। ସେ କଥା ଭାବି ଭଉଣୀ ମନ କୁଣ୍ଢେ ମୋଟ, ସେ ଦୋଳିକୁ ବିଭିନ୍ନ ଢଙ୍ଗରେ ରଙ୍ଗରେ ସଜାଏ, ଆହୁରି ମନ ଫୁଲାଣିଆ ମନ ମତାଣିଆ ଗୀତ ଗାଏ। ଦୋଳି ମୁଣ୍ଡେ ଦେଲି କଳା, ପ୍ରଥମେ ବନ୍ଦିଲି ସର୍ବମଙ୍ଗଳା, ସରତି ଉଠିବ ଗଳା। ଓଡ଼ିଶା ପରି ଏକ ଦେଶ ଯାହାର ପ୍ରାଚୀନ ଐତିହ୍ୟ ଅଛି, ପୁରାତନ ସଂସ୍କୃତି ଅଛି, ସେଠାରେ 12 ମାସରେ 13 ଜାତ, କେତେ ଓଷା ବ୍ରତ, କେତେ ପର୍ବପର୍ବାଣୀ, କେତେ ପୂଜାବିଧି, କେତେ ପିଠାପଣା, କେତେ ହସ ଖୁସି, ମଉଜ ମଜଲିସ୍। ସେମିତି ଗୋଟିଏ ପର୍ବ ରଜ ପର୍ବ। ଦିନେ ନୁହେଁ, 2 ଦିନ ନୁହେଁ, ଦୀର୍ଘ 3 ଦିନ ଧରି ରାଜ୍ୟର ଏ ମୁଣ୍ଡରୁ ସେ ମୁଣ୍ଡ, ଗାଁ ଗଣ୍ଡା ପୁରପଲ୍ଲୀ ସବୁଠି ଜାକଜକମରେ ପାଳିତ ହୁଏ। ଜାତି ଭେଦ ନିର୍ବିଶେଷରେ ଉଚ୍ଚ ନୀଚ ସମସ୍ତଙ୍କ ଘରେ, ସହର ପଲ୍ଲୀରେ ଏହି ପର୍ବ ଚାରିଆଡ଼େ ପାଳିତ ହୁଏ। ତେଣୁ ଏହା ଓଡ଼ିଶାର ଜାତୀୟ ପର୍ବ। ଆଷାଢ଼ ମାସରେ ପଡ଼ୁଥିବା ସଂକ୍ରାନ୍ତିକୁ କୁହାଯାଏ ରଜ ସଂକ୍ରାନ୍ତି। ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ ଏବଂ ସଂକ୍ରାନ୍ତିର ପରଦିନକୁ ଭୂମି ଦାହ ବା ଭୂମି ଦହନ କୁହାଯାଏ। ଏ ଦିନ ଭୂମିକୁ ଖୋଳିବା ଏକାବେଳକେ ନିଷିଦ୍ଧ। ଚତୁର୍ଥ ଦିନ ସକାଳେ ବସୁମତୀ ସ୍ନାନ ବା ବସୁମତୀ ଗାଧୁଆ ଏବଂ ରଜ ପାଳନ ଶେଷ। ଆଷାଢ଼ ମାସରେ ସାଧାରଣତଃ ବର୍ଷାର ଆଗମନ ହୋଇଥାଏ। ଶୁଷ୍କ ଭୂମିରେ ବର୍ଷାର ପ୍ରଥମ ଅସରା ପଡ଼ିବା ମାତ୍ରେ ମାଟିର ଏକ ପ୍ରଜୋଜନ ଶକ୍ତି ଜାତ ହୁଏ। ସେଥିପାଇଁ ଏହି ସମୟରେ ଧରଣୀ ରାଣୀକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। କୁମାରୀ କନ୍ୟାମାନେ ରଜସ୍ୱଳା ନାରୀର କର୍ତ୍ତବ୍ୟ ସମ୍ପାଦନ ପାଇଁ ତାଲିମ ପାଆନ୍ତି। ଭୂଇଁରେ ଚାଲନ୍ତି ନାହିଁ, 3 ଦିନ ଯାଏ ସ୍ନାନ କରନ୍ତି ନାହିଁ, ଲୁଣ ଖାଆନ୍ତି ନାହିଁ, ପିଠା ଏବଂ ଫଳମୂଳ ଖାଇ ରହନ୍ତି। ଭବିଷ୍ୟତରେ ସେମାନେ ସୁସ୍ଥ ସବଳ ସନ୍ତାନର ଜନନୀ ହେବେ ବୋଲି ଅଭିଳାଷ ପୋଷଣ କରିଥାନ୍ତି। ପୂର୍ବରୁ ପୋଡ଼ପିଠା ପ୍ରସ୍ତୁତ ହୋଇ ରହିଥାଏ। ରଜ ପାଇଁ ଭୁଜା ଭଜା ଯାଇଥାଏ। ଯେତିକି ଖିଆଯାଏ ସେତିକି ବଣ୍ଟାଯାଏ। ଖାଇବା ଓ ବାଣ୍ଟିବାରେ ଯେତିକି ଆନନ୍ଦ, ଗାଇବା ଓ ଖେଳିବାରେ ବି ସେତିକି ଆନନ୍ଦ। ନୂଆ ଲୁଗା ପିନ୍ଧି ଖେଳରେ ମାତିବାରେ ପୁଣି ତାଠାରୁ ଅଧିକ ମଉଜ। ଆମ ଦେଶ ଏକ କୃଷି ପ୍ରଧାନ ଦେଶ। ଆମ ସଭ୍ୟତା କୃଷି ପ୍ରଧାନ ସଭ୍ୟତା। ତେଣୁ ବର୍ଷାର ଦେବତା ଇନ୍ଦ୍ର ଆମର ପୂଜ୍ୟ। ଫସଲ ଓ ଧନର ଠାକୁରାଣୀ ଲକ୍ଷ୍ମୀ ଆମର ମା। ଆଷାଢ଼ ମାସରେ ମାଟି ସହିତ ମେଘର ମିଳନ, ତାପରେ ମାଟିରୁ କେତେ ପ୍ରକାର ଫସଲ ଉତ୍ପନ୍ନ ହେବ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ କାମର ଅୟମାରମ୍ଭ ପୂର୍ବରୁ ମାଟିକୁ ସମ୍ପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏ ପର୍ବର ସୃଷ୍ଟି। କୁମାରୀ କନ୍ୟାମାନେ ପୃଥିବୀ ପକ୍ଷରେ ପଦାଘାତ ନ କରିବା ପାଇଁ ଗୁଆ ଖେଳ, କଦଳୀ ବାସୁଙ୍ଗ ଓ ଚପଲ ପିନ୍ଧି ଚାଲନ୍ତି। ଗୁଆ ଖୋଳ, କଦଳୀ ବାସୁଙ୍ଗା ଓ ଚପଲ ପିନ୍ଧି ଚାଲନ୍ତି। ଖାଲି ଗୋଡ଼ରେ ଚାଲନ୍ତି ନାହିଁ। ରଜ ସଂକ୍ରାନ୍ତି ଦିନ ବଡ଼ି ସକାଳୁ ଘରର ଚାରିପାଖେ ସାପୁଆ ଗୋବର ଦିଆଯାଏ। ଗୋବରରେ ନାଇଟ୍ରିକ୍ ଏସିଡ୍ ଅଧିକ ପରିମାଣରେ ଥାଏ, ତେଣୁ ଗୋବର ପାଖକୁ ସାପ ଆସେ ନାହିଁ। ବର୍ଷା ଦିନେ ସାପ ଗାତରେ ପାଣି ପଶିଲେ ଆଶ୍ରୟ ନ ପାଇ ସାପ ଘର ଭିତରକୁ ଆସିବାର ସମ୍ଭାବନା ଥାଏ। ତାର ବାରଣ ପାଇଁ ସାପୁଆ ଗୋବର ଦେବାର ବିଧି ଅଛି। ଆମ ପର୍ବପର୍ବାଣୀର ସୃଷ୍ଟି ଆନନ୍ଦ ଦେବା ପାଇଁ। କୃଷିକର୍ମ ଖୁବ୍ କଠିନ ଓ ଶ୍ରମସାଧ୍ୟ। ତା ପୂର୍ବରୁ ରଜ ପର୍ବର ସୃଷ୍ଟି କେବଳ ଉତ୍ସାହ ଓ ଶକ୍ତି ଦେବା ପାଇଁ। ଚାଉଳ, ନଡ଼ିଆ, ଗୁଡ଼ ସହିତ ଅଦା, ଜୁଆଣି ଆଦି ମସଲା ସଂଯୋଗରେ ପ୍ରସ୍ତୁତ ପୋଡ଼ପିଠା ଖୁବ୍ ରୁଚିକର ଏବଂ ଉପାଦେୟ। ଆମ ସଂସ୍କୃତିର ଦେବତା ଜଗନ୍ନାଥଙ୍କ ମନ୍ଦିରରେ ଏହି ପୋଡ଼ପିଠା ପ୍ରତିଦିନ ଭୋଗ ଦେବାର ପରମ୍ପରା ଅଛି। ରଜ ପର୍ବରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ବିଶ୍ରାମ ନିଅନ୍ତି। ସେତେବେଳେ ପୁରୁଷ ଲୋକମାନେ ନାନା ପ୍ରକାର ଖେଳ କୌତୁକରେ ସମୟ ଅତିବାହିତ କରିଥାନ୍ତି, କିନ୍ତୁ ସ୍ତ୍ରୀ ଲୋକମାନଙ୍କର କର୍ତ୍ତବ୍ୟ ଏ ସମୟରେ ସବୁଠାରୁ ଅଧିକ।
ରଜସ୍ୱଳା ସ୍ତ୍ରୀର ସାଧାରଣତଃ ଉତ୍ତାପ ଅଧିକ ଥାଏ, ତେଣୁ ଭୂଇଁରେ ବସିବା ଓ ଚାଲିବା ତା ପକ୍ଷେ ଅହିତକର। ଗାଧୋଇବା ମଧ୍ୟ ଅନୁଚିତ। ବେଶୀ ଅମ୍ଳରସ ହେଲେ ତାହା ସନ୍ତାନ ହାନିକାରକ। ଭାତରୁ ଅମ୍ଳରସର ସୃଷ୍ଟି, ତେଣୁ ଭାତ ନ ଖାଇ ପିଠା ଏବଂ ଫଳମୂଳ ଖାଇଲେ ଅମ୍ଳରସ ସୃଷ୍ଟି ହୁଏ ନାହିଁ। ଶରୀର ପାଇଁ ଯେତିକି ଅମ୍ଳ ଜାତୀୟ ଖାଦ୍ୟ ଦରକାର, ତାର 2 ଗୁଣ ଖାର ଜାତୀୟ ଖାଦ୍ୟ ଦରକାର। ତେଣୁ ରଜସ୍ୱଳା ସ୍ତ୍ରୀ ଫଳମୂଳ ଖାଇବା ହିତକର। ଏହି ସମସ୍ତ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ, ଓଡ଼ିଶାର ଜାତୀୟ ପର୍ବ ରଜ କେବଳ ଏକ ସର୍ବଜନ ଆନନ୍ଦଦାୟୀ ପର୍ବ ନୁହେଁ, ଝିଅମାନଙ୍କର ଦୋଳି ଖେଳାର ଅବସର ନୁହେଁ, ମାଗ ମାଗୁଣିଆଙ୍କର ପିଠା ସଂଗ୍ରହର ବେଳା ନୁହେଁ, ବରଂ ସମସ୍ତଙ୍କର ମନ ପ୍ରାଣ ଏବଂ ଶରୀର ଆମୋଦକାରୀ ଅବସର। ଏହା ଯେତିକି ପରିମାଣରେ ଆଚାର ସିଦ୍ଧ, ତାଠାରୁ ଅଧିକ ପରିମାଣରେ ବିଜ୍ଞାନ ସମ୍ମତ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଓଡ଼ିଶାର ରଜ ପର୍ବ ସମ୍ପର୍କରେ ଆଲୋଚକ ଥିଲେ ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ। ତାଙ୍କର ବକ୍ତବ୍ୟକୁ, ତାଙ୍କର ଆଲୋଚନାକୁ ମୁଁ ଆମର ସମାଜ, ସଂସ୍କୃତି ଓ ସାହିତ୍ୟ ମୁଁ ଆମର ଚ୍ୟାନେଲ ସଂସ୍କୃତି, ସାହିତ୍ୟ ଓ ଚିନ୍ତନ ମାଧ୍ୟମରେ ଆପଣମାନଙ୍କ ପାଖରେ ଉପସ୍ଥାପନ କଲି। ଆଜିର ଅଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।